ଚଳିତ ବର୍ଷ ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ତେବେ 2026 ମସିହା ପ୍ରଥମ ଚନ୍ଦ୍ରଗ୍ରହଣ ମଙ୍ଗଳବାର ମାର୍ଚ୍ଚ 3 ତାରିଖରେ ପଡ଼ୁଛି ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହାକୁ ବର୍ଷର ସବୁଠାରୁ ଦୀର୍ଘ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି। ଏହି ଦିନ ଚନ୍ଦ୍ର ସିଂହ ରାଶିରେ ପ୍ରବେଶ କରିବେ। ଯେହେତୁ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ, ତେଣୁ ସୂତକ ସମୟ ମଧ୍ୟ ଏଠାରେ ଜାଣିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ପୂର୍ଣ୍ଣ ଗ୍ରହଣ ସମୟ, ଭାରତରେ ଏହାର ଦୃଶ୍ୟମାନ ଏବଂ ସୂତକ ସମୟ ସମ୍ବନ୍ଧରେ। ତେବେ ସମସ୍ତ ସୂଚନା ଜାଣିବା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରି ରଖନ୍ତୁ। ତେବେ ଦର୍ଶକ ବନ୍ଧୁ, 3 ତାରିଖ ମାର୍ଚ୍ଚ ମାସରେ ଚନ୍ଦ୍ରଗ୍ରହଣ ଅପରାହ୍ନ 3ଟା20ରେ ଆରମ୍ଭ ହୋଇ ସନ୍ଧ୍ୟା 6ଟା47ରେ ଶେଷ ହେବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସନ୍ଧ୍ୟା 4ଟା34ରେ ଆରମ୍ଭ, ଯେଉଁ ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ପୃଥିବୀର ଛାୟାରେ ପ୍ରବେଶ କରିବେ। ଏହି ଦିନ ଭାରତରେ ଚନ୍ଦ୍ର ଉଦୟ ସନ୍ଧ୍ୟା 6ଟା22ରେ ହେବ। ଯେହେତୁ ସନ୍ଧ୍ୟା 6ଟା47ରେ ଗ୍ରହଣ ଶେଷ ହେବ, ତେଣୁ ଭାରତୀୟମାନେ ଏହି ଘଟଣା ପ୍ରାୟ 25 ମିନିଟ୍ ପର୍ଯ୍ୟନ୍ତ ଦେଖିପାରିବେ। ତେବେ ଚନ୍ଦ୍ର ଉଦୟ ସମୟ ସହର ଅନୁସାରେ ସାମାନ୍ୟ ଭିନ୍ନ ହୋଇପାରେ। ଧାର୍ମିକ ବିଶ୍ୱାସ ଅନୁସାରେ ଚନ୍ଦ୍ରଗ୍ରହଣର 9 ଘଣ୍ଟା ପୂର୍ବରୁ ସୂତକ ସମୟ ଆରମ୍ଭ ହୁଏ। ଫଳସ୍ୱରୂପ ସୂତକ ମାର୍ଚ୍ଚ 3 ତାରିଖ ସକାଳ 6ଟା20ରେ ଆରମ୍ଭ ହେବ। ସୂତକ ସମୟରେ ଶୁଭ କାର୍ଯ୍ୟ କରାଯାଏ ନାହିଁ, ଏପରିକି ଠାକୁର ମୂର୍ତ୍ତି ମଧ୍ୟ ସ୍ପର୍ଶ କରାଯାଏ ନାହିଁ ଏବଂ ପାକତ୍ୟାଗ ଓ ଖାଇବା ବର୍ଜନ କରାଯାଇଥାଏ। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ଚନ୍ଦ୍ରଗ୍ରହଣ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା। ଆମର ଭିଡ଼ିଓ ଆପଣଙ୍କୁ ଯଦି ଭଲ ଲାଗିଛି ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।